ଯେଉଁ ଅଦୃଶ୍ୟ ଈଶ୍ୱର ଏ ପୃଥିବୀକୁ ତିଆରି କରିଛନ୍ତି କେବଳ ଏହି ସକାଶେ ଯେ ମଣିଷ ଏଇ ଯେଉଁ ଅନନ୍ତ ଯାତ୍ରା ପଥରେ ବାହାରିଛି, କେବଳ କିଛି ସମୟ ପାଇଁ ସେ ଏଠି ବିଶ୍ରାମ ନେବ। କାରଣ ଯିଏ ଯାତ୍ରାରେ ବାହାରିଛି କେତେବେଳେ ନା କେତେବେଳେ ତାକୁ ଥକା ଲାଗିବ, ତାର ବିଶ୍ରାମ ଦରକାର। ତେଣୁ ଏଇ ଯେଉଁ ପୃଥିବୀ, এইটা হচ্ছে কেবল মাত্র কিছু সময়ের বিশ্রাম স্থল বা এক ধর্মশালা। আমি যেମିତି কৌশি এক সহরକୁ ବୁଲିବାକୁ ଯାଇଛୁ, 2-3 ଦିନ ପାଇଁ ରହୁଛୁ, ବୁଲି ସାରିଲୁ, ପୁଣି ନିଜ ଘରକୁ ଫେରି ଆସୁଛୁ। କେହି କୌଣସି ହୋଟେଲ, ଲଜିଂ ବା ଗେଷ୍ଟ ହାଉସରେ ଯାତ୍ରା କାଳରେ ସବୁଦିନ ପାଇଁ ରହିଯାଏ ନାହିଁ। ତାର ଯାତ୍ରା ସରିଲା ପରେ ସେ ନିଜ ଘରକୁ ଫେରି ଆସେ। ଅବିକଳ ସେମିତି ବନ୍ଧୁ, ଆମେ ଯୋଉଠୁ ଯେଉଁ ସଂସାରରେ ରହିଛେ এইটা ଗୋଟିଏ କେବଳ ଧର୍ମଶାଳା। ଏଠି ଆମର ଏଇ ଯେଉଁ ଯାତ୍ରାରେ ବାହାରିଛେ ଅନନ୍ତ ଯାତ୍ରା, କିଛି ସମୟ ଥକା ମେଣ୍ଟିବା ପାଇଁ ଆମେ ଏଇ ଧର୍ମଶାଳାରେ ରହିଛେ। କିନ୍ତୁ এইଟା ଆମର ପ୍ରକୃତରେ ଘର ନୁହଁ। ଥକା ମେଣ୍ଟିଗଲା ପରେ ପୁଣି ଆମେ ଯାତ୍ରା ପଥରେ ବାହାରିବା। ଆମର ଘର ଏଠି ନୁହଁ, ଆମ ଘର ଆଉ କୋଉଠି, ଯୋଉଠିକି ଆମେ ଫେରିଯିବା। ତେଣୁ ଯିଏ ଏଇ ସତ୍ୟରେ ପରିଣତ ହୋଇଯିବ ବା ଯିଏ ଏଇ ଉପଲବ୍ଧିରେ ପହଞ୍ଚିଯିବ ଯେ ତାର ଏଇ ଯେଉଁ ଘର, ଯାହାକୁ ମୋ ଘର ମୋ ଘର ମୋ ଘର ବୋଲି କହୁଛି, ସେଇଟା ତା ଘର ନୁହଁ, କେବଳ ଏକ ପାନ୍ଥଶାଳା। ଏଇ ସତ୍ୟ ନିକଟରେ ପହଞ୍ଚିଗଲେ ମଣିଷର ଆଉ ଦୁଃଖ ରହିବନି, ଶୋକ ରହିବନି, କିମ୍ବା କୌଣସି ଟେନସନ ମଧ୍ୟ ରହିବନି। ସେ ଜାଣିଛି ଏଇଟା ଗୋଟେ ପାନ୍ଥଶାଳା, ମୁଁ କିଛି ଦିନ ପାଇଁ ରହିଛି, ମତେ ଏଠି ଛାଡ଼ି ଚାଲିଯିବାକୁ ହେବ। ତେଣୁ ଏଠି କେହି ମୋର ବୋଲି ନିଜର ନୁହଁ, କି ଏ ଘର ମଧ୍ୟ ମୋର ନୁହେଁ। ବନ୍ଧୁ, এই ସତ୍ୟଟିକକୁ ଏଥରକ ହୃଦୟଙ୍ଗମ କରାଯାଉ।